ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ ଚ୍ୟାନେଲ ତ ପ୍ଲସ୍ ଟୁ ସେକେଣ୍ଡ ଇୟର ଆର୍ଟ୍ସ ପିଲା ଯୋଉମାନଙ୍କର ଅଛି ହିଷ୍ଟ୍ରି ତ ହିଷ୍ଟ୍ରି ଯୋଉମାନଙ୍କର ଅଛି ପିଲାମାନେ ତ ମୁଁ ନେଇ ଆସିଛି ସିଲେକ୍ସନ କୋଶ୍ଚିନ୍ ବାସ୍ ଏତିକି ସିଲେକ୍ସନ ହିଷ୍ଟ୍ରିରେ ପଢ ନିଶ୍ଚିନ୍ତ ତମେ 3 ମାର୍କିଆ ପାଇଯିବ ବୁଝିହେଲା। ତ 3 ମାର୍କିଆ ସିଲେକ୍ସନ କୋଶ୍ଚିନ୍ ତମମାନଙ୍କ ପାଇଁ ନେଇ ଆସିଛି ବହୁତ ଗୁରୁତ୍ୱପୂର୍ଣ୍ଣ ଆ ଭିତରୁ ନିଶ୍ଚିନ୍ତ ଆସିବ ତମର। ତ ଚାଲ ଆମେ ଷ୍ଟାର୍ଟ କରିବା ସମସ୍ତଙ୍କୁ ମୋ ଜୟ ଜଗନ୍ନାଥ ପିଲାମାନେ ଆଜିର ଦିନ ଆମେ ଆରମ୍ଭ କରିବା ବୁଝିଲା ପିଲାମାନେ। ତ ଚାଲ ଆମେ ଷ୍ଟାର୍ଟ କରିବା। ଦେଖ 3 ମାର୍କିଆ ପ୍ରଶ୍ନ ମୁଁ ନେଇ ଆସିଛି 3 ମାର୍କିଆ ପ୍ରଶ୍ନ ତ ଗୋଟି ଆଲୋଚନା କରିବା ବହୁତ ଗୁରୁତ୍ୱପୂର୍ଣ୍ଣ ଏବଂ ଆ ଭିତରୁ ନିଶ୍ଚିନ୍ତ 100% ତମର ଆସିବ ବୁଝିହେଲା। ହିଷ୍ଟ୍ରିର 3 ମାର୍କ ସିଲେକ୍ସନ ସମସ୍ତଙ୍କୁ ସେୟାର କରିଦେବ ପିଲାମାନେ ବୁଝିହେଲା। ପ୍ରଥମ କ୍ୱେଶ୍ଚିନ୍ କଣ ଦେଲା ମୌର୍ଯ୍ୟ ଶାସନରେ କଳା ଓ ସ୍ଥାପତ୍ୟ ସମ୍ପର୍କରେ ଲେଖ। ମୌର୍ଯ୍ୟ ଶାସନରେ କଳା ସ୍ଥାପତ୍ୟ ସମ୍ପର୍କରେ ଲେଖ ଏ ଗୋଟେ କ୍ୱେଶ୍ଚିନ୍। ତାପରେ ଦେଲା ସୁଲତାନୀ ଶାସନରେ ନାରୀ ମାନଙ୍କର ସ୍ଥାନ କଣ ଥିଲା। ସୁଲତାନୀ ଶାସନରେ ନାରୀ ମାନଙ୍କର ସ୍ଥାନ କଣ ଥିଲା। ତାପରେ ନେକ୍ସଟ କ୍ୱେଶ୍ଚିନ୍ ଅସହଯୋଗ ଆନ୍ଦୋଳନର କାରଣ ମାନ ଉଲ୍ଲେଖ କର। ଅସହଯୋଗ ଆନ୍ଦୋଳନ କାରଣ ତାପରେ ଲଙ୍ଗ କ୍ୱେଶ୍ଚିନ୍ ବି ସିଲେକ୍ସନ ରେ ଆସିବ ବୁଝିହେଲା। ତ ଏତିକି ବାସ୍ ହିଷ୍ଟ୍ରିର 3 ମାର୍କିଆ ପଢ ନିଶ୍ଚିନ୍ତ ଆ ଭିତରୁ ଆସିବ ପିଲାମାନେ ସମସ୍ତଙ୍କୁ ସେୟାର କରିଦିଅ। ତାପରେ ବୌଦ୍ଧ ଧର୍ମର ନିର୍ମାଣ ଏବଂ ପୁନର୍ଜନ୍ମ କର୍ମ। ବୌଦ୍ଧ ଧର୍ମର କଣ ନା ନିର୍ମାଣ ଏବଂ ପୁନର୍ଜନ୍ମ କର୍ମ କଣ ବୁଝିହେଲା। ଆଉ ଯେତେବେଳେ ହିଷ୍ଟ୍ରି ଯୋଉ ବି 3 ମାର୍କିଆ ଲଙ୍ଗ କ୍ୱେଶ୍ଚିନ୍ ଲେଖିବ ପଏଣ୍ଟ ଦେଇ ଲେଖିବ ଆଇରେ ଲେଖିବ ଡବଲ ଆଇ ଲେଖିବ ଟ୍ରିପଲ ଆଇ ଲେଖିବ 3 ମାର୍କିଆ ନୁହଁ କି 3 ପଏଣ୍ଟ ଲେଖିବ 4 ରୁ 5 ପଏଣ୍ଟ କରିବ ବୁଝିହେଲା। ତାର ଆଇ ଭି ଯାକେ ତମେ ପଏଣ୍ଟ କରିକି ଲେଖିବ ସେମିତି ହେଲେ ତୁମେ ନିଶ୍ଚିନ୍ତ ଜଣେ 2 ମାର୍କ 2.5 ମାର୍କ ବି ଦବ ଲାଷ୍ଟକୁ 3 ମାର୍କ ବି ଜଣେ ଯଦି ଲେଖିବ ଟିକେ ଗୋଟେ ଧାଡି ଲେଖିଦବ 2ଟା ଧାଡି 3ଟା ଧାଡି ଏମିତି ଲେଖିଲେ କଣ ମାନେ ନିଜକୁ ସାଟିସ୍ଫାଏ ଲାଗିବ ଯେ ଦେଖିବ ବି ତାଙ୍କୁ ସାଟିସ୍ଫାଏ ଲାଗିବ। ତ ଯେତେବେଳେ 3 ମାର୍କିଆ ଲେଖୁଛ 4 ରୁ 5ଟି ପଏଣ୍ଟ କର ବୁଝିହେଲା। 4 ରୁ ବେସିକାଲି ତମର ବେଶୀ ମୁଖ୍ୟ କରେ ପଏଣ୍ଟ 2 ମାର୍କିଆ ଦେଖିଲେ ସେମିତି 3 ପଏଣ୍ଟ କରିବ ବୁଝିହେଲା। ସେମିତି ତମେ କଣ ନା ଲେଖିବ। ତାପରେ କଳିଙ୍ଗ ଯୁଗର ଫଳାଫଳ କଣ ଲେଖିବ। କଳିଙ୍ଗ ଯୁଗର ଫଳାଫଳ କଣ। ତାପରେ ଖିଲାଫତ ଆନ୍ଦୋଳନ କଣ। ଖିଲାଫତ ଆନ୍ଦୋଳନ ହେଲା। ତାପରେ ଭାଷା ଓ ସାହିତ୍ୟର ବିକାଶ ପ୍ରତି ଜୈନ ଧର୍ମର ଅବଦାନ। ଭାଷା ସାହିତ୍ୟର ଯୋଉ ବିକାଶ ଜୈନ ଧର୍ମର ଅବଦାନ କଣ। ତାପରେ ମୌର୍ଯ୍ୟ ସାମ୍ରାଜ୍ୟରେ ସାମରିକ ଶାସନ। ମୌର୍ଯ୍ୟ ସାମ୍ରାଜ୍ୟରେ ସାମରିକ ଶାସନ। ନେକ୍ସଟ ଚତୁଆରୀ ଆର୍ଯ୍ୟ ସତାଣୀ ବର୍ଣ୍ଣନା କର। ଚତୁଆରୀ ଆର୍ଯ୍ୟ ସତାଣୀ ବର୍ଣ୍ଣନା କର। ନେକ୍ସଟ ମୌର୍ଯ୍ୟ ମାନଙ୍କର ପ୍ରାଦେଶିକ ଶାସନ ବର୍ଣ୍ଣନା କର। କଣ ନା ମୌର୍ଯ୍ୟ ମାନଙ୍କର ପ୍ରାଦେଶିକ ଶାସନ ବର୍ଣ୍ଣନା କର। ନେକ୍ସଟ ମୌର୍ଯ୍ୟ ମାନଙ୍କର ପ୍ରାଦେଶିକ ଶାସନ ଏଇଟା ହଉଛି ପ୍ରାଦେଶିକ ଶାସନ ମୌର୍ଯ୍ୟ ମାନଙ୍କର ବର୍ଣ୍ଣନା କରିବ। ତା ଶାସନ କଣ ଥିଲା ତାକୁ ଲେଖ। ଏକା କଥା ଗୋଟେ କ୍ୱେଶ୍ଚିନ୍ ହେଲେ ବି ହବ। ତାପରେ ଦିଲ୍ଲୀ ସୁଲତାନୀ ସମୟରେ ସାମାଜିକ ଗଠନର ପ୍ରଣାଳୀ। ଦିଲ୍ଲୀ ସୁଲତାନୀ ସମୟରେ ସାମାଜିକ ଗଠନର ପ୍ରଣାଳୀ କଣ ଥିଲା। ନେକ୍ସଟ ଗୁପ୍ତ ଯୁଗର ସାହିତ୍ୟ ବର୍ଣ୍ଣନା କରିବ। ଗୁପ୍ତ ଯୁଗର ସାହିତ୍ୟ କଣ ଥିଲା ସେତେବେଳେ ଗୁପ୍ତ ଯୁଗର। ତାପରେ ଦିଲ୍ଲୀ ସୁଲତାନୀ ସମୟରେ ସାମାଜିକ ଗଠନ ପ୍ରଣାଳୀ। ଦିଲ୍ଲୀରେ ସୁଲତାନୀ ଶାସନର ଉତ୍ତରାଧିକାରୀ ବ୍ୟବସ୍ଥା କଣ। ଦିଲ୍ଲୀରେ ସୁଲତାନୀ ଶାସନରେ ଉତ୍ତରାଧିକାରୀର ବ୍ୟବସ୍ଥା କଣ। ନେକ୍ସଟ ଦିଲ୍ଲୀର ସୁଲତାନୀ ରାଜତ୍ୱ ସମୟରେ ମୁସଲମାନ ପରିବ୍ରାଜକ। ତାପରେ ଦିଲ୍ଲୀରେ ସୁଲତାନୀ ରାଜତ୍ୱ ସମୟରେ ଉଲେ ମାନଙ୍କ ଭୂମିକା ପ୍ରଦାନ। ତାପରେ ଦିଲ୍ଲୀରେ ସୁଲତାନୀ ରାଜତ୍ୱ ସମୟରେ ବଜାର ଦର ଲେଖ।
ବୁଝିହେଲା। ତ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଏତିକ ଦିଲ୍ଲୀ ସୁଲତାନି ଆ ଭିତରୁ ନିଶ୍ଚିନ୍ତ 2ଟି କି 3ଟି କ୍ୱେଶ୍ଚିନ୍ ଆସିବ। ବୁଝିହେଲା। 2ଟି କ୍ୱେଶ୍ଚିନ୍ ଆସିବ ଆ ଦେହରୁ ନିଶ୍ଚିନ୍ତ। ବୁଝିହେଲା। କଣ ନା ଦିଲ୍ଲୀର ସୁଲତାନି ସମୟରେ ସାମାଜିକ ଗଠନ, ଦିଲ୍ଲୀରେ ସୁଲତାନ ଶାସନର ଉତ୍ତରାଧିକାରୀ ବ୍ୟବସ୍ଥା, ଦିଲ୍ଲୀରେ ସୁଲତାନି କଣ ନା ରାଜସ୍ୱ ସମୟରେ ମୁସଲମାନ ପରିବ୍ରାଜକ, ଦିଲ୍ଲୀରେ ସୁଲତାନ ରାଜତ୍ୱ ସମୟରେ ଉଲେମାନଙ୍କ ଭୂମିକା, ଦିଲ୍ଲୀରେ ସୁଲତାନ ରାଜତ୍ୱ ସମୟରେ ବଜାର ଦର ଉଲ୍ଲେଖ। ତାପରେ ଗୁପ୍ତ ଯୁଗର ସଂସ୍କୃତ ସାହିତ୍ୟ କଣ ବର୍ଣ୍ଣନା କରିବା। ତାପରେ ଗୁପ୍ତ ଯୁଗ ସମୟରେ ଚିକିତ୍ସା ବିଜ୍ଞାନ କଣ ଥିଲା, ଗୁପ୍ତ ଯୁଗର ଚିତ୍ରକଳା, ଗୁପ୍ତ ଯୁଗର ସଂସ୍କୃତି ସାହିତ୍ୟ ବର୍ଣ୍ଣନା କରିବା। ତାପରେ ରାମନୁଜଙ୍କ ସମ୍ପର୍କରେ କିଛି ଲେଖିବା। ରାମନୁଜଙ୍କ ସମ୍ପର୍କରେ ଲେଖିବ। ତାପରେ ଶେଖ ନିଜାମୁଦ୍ଦିନ ଚିସ୍ତି, ଫତେପୁର ସିକ୍ରି ବର୍ଣ୍ଣନା କରିବା। ବିତ୍ତ ପ୍ରବାହ କଣ, ତାପରେ ଫତେପୁର ସିକ୍ରି ବର୍ଣ୍ଣନା କର। ତାପରେ ବଂଶବଦାରୀ ବ୍ୟବସ୍ଥା, ବଂଶବଦାରୀ ବ୍ୟବସ୍ଥା। ମୋଗଲ ଯୁଗରେ ନାରୀମାନଙ୍କ ସ୍ଥାନ, ମୋଗଲ ଯୁଗରେ ନାରୀମାନଙ୍କ ସ୍ଥାନ। ତାପରେ ମହଲୱାରୀ ବନ୍ଦୋବସ୍ତ, ମହଲୱାରୀ ବନ୍ଦୋବସ୍ତ। ସିମଲା ଓ ଉଟିର ଶୈଳନିବାସ, ଝାନ୍ସୀର ରାଣୀ ଲକ୍ଷ୍ମୀବାଇ ବିଷୟରେ ଲେଖିବ। ଯୋଉ ଝାନ୍ସୀ ରାଣୀ ଲକ୍ଷ୍ମୀବାଇ ତାଙ୍କ ବିଷୟରେ ତମେ ଲେଖିବ। ତାପରେ ଡେଲ୍ଟାଉସିକ ଡାକ ବ୍ୟବସ୍ଥାର ସଂସ୍କାର, ସନ୍ନ୍ୟାସୀ ବିଦ୍ରୋହ ଆଉ ଆନନ୍ଦ ମଠ। ତାପରେ ଫକୀରମୋହନ ସେନାପତି, ଗୁରୁ ନାନକଙ୍କ ଧର୍ମଗତ, ଗୁରୁ ନାନକ ଯୋଉ ଥିଲେ ଆମର ତାଙ୍କ ଧର୍ମଗତ କଣ ତାକୁ ତା ସମ୍ବନ୍ଧରେ କିଛି ଲେଖିବ। ମହାରାଣୀ ଭିକ୍ଟୋରିଆଙ୍କ ଘୋଷଣାପତ୍ର, ଜାଲିଆନବାଗ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ପିଲାମାନେ ଦେଖିବ। ଜାଲିଆନବାଗ ଗଣହତ୍ୟା କଣ, ଜାଲିଆନବାଗର ଗଣହତ୍ୟା। ଲବଣ ସତ୍ୟାଗ୍ରହ ସମୟରେ ଇଞ୍ଚୁଡ଼ି ଯାତ୍ରା କଣ ଥିଲା। ତାପରେ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନ, ଶହୀଦ ଲକ୍ଷ୍ମଣ ନାୟକ, ଓଡ଼ିଶାର ସ୍ୱାଧୀନତା ସଂଗ୍ରାମରେ ରମାଦେବୀଙ୍କ ଭୂମିକା, ଭାରତର ସାମ୍ବିଧାନିକ ସଭାର ଗଠନ, ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ସରଳା ଦେବୀ, ଇରମ ଗୁଳିକାଣ୍ଡ, ଖିଲାଫତ ଆନ୍ଦୋଳନ, କ୍ରିପ୍ସ ମିଶନର ପ୍ରସ୍ତାବ, ଫିଲିପ ଡଫ୍ କମିଟି। ଏ ସବୁ ଅଛି ତମ ବହିରେ ପିଲାମାନେ। ସବୁ ଏକୁ ତମେ ସବୁ ଲେଖିବ, ପଢିବ, ସବୁ ଘୋଷିବ। ତ କହୁଛି ଯୋଉ ପିଲାମାନଙ୍କର ଘୋଷିଲେ ମନେ ରହୁନି ସେମାନେ କଣ କରିବ ନା ତମେ ଖାତାରେ ଲେଖିବ। 4ରୁ 5 ଥର ଖାତାରେ ଲେଖିଲେ ନିଶ୍ଚିନ୍ତ ସେ ତମର ମନ ରହିବ। ବୁଝିହେଲା। ତାପରେ ଲବଣ ସତ୍ୟାଗ୍ରହ ସମୟରେ ଇଞ୍ଚୁଡ଼ି ଯାତ୍ରା, ଚୌରି ଚୌରା ଘଟଣା ଏହାର ପ୍ରଭାବ, ଓଡ଼ିଶାରେ ଲବଣ ସତ୍ୟାଗ୍ରହ, ଉଲେମା କଣ, ମୋଗଲ ଯୁଗର ସ୍ଥାପତ୍ୟ ସମ୍ପର୍କରେ ଲେଖ। ତାପରେ ଉତ୍କଳ ସଭା ସମ୍ପର୍କରେ ଲେଖିବ। ଆର୍ଯ୍ୟଭଟ୍ଟ କାହିଁକି ପ୍ରସିଦ୍ଧ, କବିରଙ୍କ ଧର୍ମଗତ ବିଷୟରେ ଲେଖିବ। ଗାନ୍ଧୀ ଇରୱିନ ଚୁକ୍ତି ସମ୍ବନ୍ଧରେ ଆଲୋଚନା, 1857 ବିଦ୍ରୋହରେ ଫଳାଫଳ ଗୁଡ଼ିକ ସଂକ୍ଷେପରେ ଆଲୋଚନା। ତାପରେ ଶେଷ କ୍ୱେଶ୍ଚିନ୍, ସହରାଞ୍ଚଳର ଉନ୍ନତି ପାଇଁ ଲର୍ଡ ୱେଲସ୍ଲିଙ୍କର ଦାନ କଣ ଥିଲା। ବୁଝିହେଲା। ତ ଏଇ ବହୁତ ଗୁରୁତ୍ୱପୂର୍ଣ୍ଣ 60ଟା କ୍ୱେଶ୍ଚିନ୍ ତମମାନେ ଆଲୋଚନା କରିବ ପିଲାମାନେ। ତମେ 60ଟା କ୍ୱେଶ୍ଚିନ୍ କଣ ଆଲୋଚନା ତମେ ଆକୁ ପଢିବ। ବୁଝିହେଲା। ଆକୁ ପଢିକି ତ ତମମାନେ କରିବ। ବୁଝିହେଲା। ଏଇଟା ନିଶ୍ଚିନ୍ତ ଆ ଭିତରୁ ତମର 3 ମାର୍କିଆ ପଢିବ। ଆକୁ ସମସ୍ତେ ପଢିବ ପିଲାମାନେ। ଆ ବାଦ କିଛି ବି ପଢିବ ନାହିଁ। ତ ସମସ୍ତଙ୍କୁ ସେୟାର କରିଦିଅ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିଦିଅ ପିଲାମାନେ। ରହୁଛି। ଧନ୍ୟବାଦ। ଜୟ ଜଗନ୍ନାଥ।